ଛାମୁ ଯାହା ଦେଲେ ହରସେ, ପାଉ ପାଉ ଗଲା ବରଷେ। ପୂର୍ବରୁ ଯେଉଁମାନେ 6 ବର୍ଷର ଠିକା ବା ବେଠି ଖଟିଛନ୍ତି ସେମାନଙ୍କ ଠିକା ସମୟକୁ ମୂଳ ନିଯୁକ୍ତି ଡେଟ୍ ଠାରୁ ମିଶାଯାଇ ସିନିୟରିଟି ହିସାବ କରାଯିବ, କିନ୍ତୁ କୌଣସି ଫାଇନାନ୍ସିଆଲ ବେନିଫିଟ୍ ମିଳିବ ନାହିଁ। ପୂର୍ବ ସରକାର ସମୟରେ 6 ବର୍ଷର କଣ୍ଟ୍ରାକ୍ଚୁଆଲ ପିରିୟଡ଼କୁ ମୂଳ ସର୍ଭିସ୍ ପିରିୟଡ଼ ସହିତ ମିଶାଇ 6ଟି ନ୍ୟାସନାଲ୍ ଇନକ୍ରିମେଣ୍ଟ ଦେବା ପାଇଁ ଦାବି କରାଯାଇଥିଲା। ଯେହେତୁ ଅନ୍ୟ ଡିପାର୍ଟମେଣ୍ଟରେ ଏହିପରି କରାଯାଇଛି, ତେଣୁ ପ୍ରାଇମେରୀ ଟିଚରଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଉ। ସେଥିପାଇଁ ଅନେକ ଦାବିପତ୍ର ଦେବା ପରେ ଯେତେବେଳେ ଗଭର୍ଣ୍ଣମେଣ୍ଟ ତରଫରୁ କୌଣସି ପଦକ୍ଷେପ ନିଆଗଲାନି, ସମସ୍ତ କ୍ୟାଟେଗୋରିର ଟିଚର ଆସୋସିଏସନ ମାନେ ମିଶି ମିଳିତ ଭାବେ କଲେ ଆନ୍ଦୋଳନ। ଲକ୍ଷ ଲକ୍ଷ ପ୍ରାଇମେରୀ ଟିଚର ନିଜର ଦାବି ହାସଲ ପାଇଁ ଧାଇଁ ଆସିଲେ ରାଜଧାନୀର ରାଜରାସ୍ତାକୁ। ଗୋଟିଏ ପଟେ ସମଗ୍ର ରାଜ୍ୟର ପ୍ରାଇମେରୀ ସ୍କୁଲମାନଙ୍କରେ ଝୁଲିଲା ତାଲା, ଅନ୍ୟପଟେ ରାଜଧାନୀରେ ଶିକ୍ଷକଙ୍କ ମେଳି ଯୋଗୁଁ ଜୀବନଯାତ୍ରା ହୋଇଗଲା ଠପ୍। ସେ ସମୟରେ ସରକାରଙ୍କର ଗୋଇନ୍ଦା ସଂସ୍ଥା ଜାଣିପାରିଲାନି କି ଏଭଳି ଐତିହାସିକ ଶିକ୍ଷକ ସମାବେଶର ସୁରାଗ। ରାଜଧାନୀର 4 ପ୍ରବେଶ ପଥ ଦେଇ ଲକ୍ଷ ଲକ୍ଷ ଶିକ୍ଷକ ରାତି ପାହୁ ପାହୁ ପଟୁଆରରେ ମାଡ଼ି ଆସିଥିଲେ ଗାନ୍ଧୀମାର୍ଗକୁ। ସମ୍ପୂର୍ଣ୍ଣ ଗାନ୍ଧୀମାର୍ଗ ଆକାଶୀୟ ଗୋଲାପୀ ରଙ୍ଗର ଚାଦରରେ ଆଚ୍ଛାଦିତ ହୋଇଯାଇଥିଲା। ସମାବେଶ ଯୋଗୁଁ ବିଧାନସଭା ହୋଇଯାଇଥିଲା ଅଚଳ। ତାପରେ ସରକାରଙ୍କ ତରଫରୁ ଶିକ୍ଷକ ସଂଗଠନମାନଙ୍କୁ ଡକାଯାଇ ଆଲୋଚନା କରାଗଲା। କେତେବେଳେ ଓଡ଼ିଶା ପ୍ରାଇମେରୀ ଟିଚର ଆସୋସିଏସନ ବା ଓପ୍ଟାର ପ୍ରେସିଡେଣ୍ଟ ମିଷ୍ଟର ରାଜେଶ ମହାନ୍ତିଙ୍କୁ ତ କେତେବେଳେ ପ୍ରାଇମେରୀ ସ୍କୁଲ ଟିଚର ଆସୋସିଏସନ ବା ପିଷ୍ଟାର ପ୍ରେସିଡେଣ୍ଟ ମିଷ୍ଟର ବ୍ରହ୍ମାନନ୍ଦ ମହାରଣାଙ୍କୁ, ପୁଣି କେତେବେଳେ ଅଲ୍ ଓଡ଼ିଶା ପ୍ରାଇମେରୀ ଟିଚର ଫେଡେରେସନ ଚାରୁଲତା ମହାପାତ୍ରଙ୍କୁ। ଘଣ୍ଟା ଘଣ୍ଟା ଚାଲେ ବୈଠକ, ହେଲେ ସେହି ପୁରୁଣା ଚିରାଚରିତ ଢଙ୍ଗରେ କୁହାଯାଏ କି ଆପଣମାନଙ୍କର ଦାବି ଯଥାର୍ଥ, ସେଥିପ୍ରତି ସରକାର ସଚେତନ ଅଛନ୍ତି, ଦାବିଗୁଡ଼ିକ ଉପରେ ଡିପାର୍ଟମେଣ୍ଟାଲି ତର୍ଜମା କରାଯାଉଛି, ଖୁବ୍ ଶୀଘ୍ର ଦାବି ପୂରଣ ହେଲେ ଫଳ ଶୂନ। ସେହି ସମୟରେ ବର୍ତ୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ, ସେ ସମୟର ବିରୋଧୀ ଦଳର ମୁଖ୍ୟ ସଚେତକ ଧାରଣାସ୍ଥଳକୁ ଆସି ଶିକ୍ଷକମାନଙ୍କର ସମସ୍ୟାକୁ ହୃଦୟଙ୍ଗମ କରିବା ପରେ ଦେଇଥିଲେ ପ୍ରତିଶ୍ରୁତି, ଯଦି ବିଜେପି ସରକାରକୁ ଆସେ ତେବେ ନିଶ୍ଚୟ ଗୁରୁମାନଙ୍କର ଦାବି ପୂରଣ କରାଯାଇ ଗୁରୁମାନଙ୍କୁ ଉଚିତ ସମ୍ମାନ ଦିଆଯିବ। ସୌଭାଗ୍ୟକ୍ରମେ ତାହା ହିଁ ହେଲା। ସେହି ପ୍ରତିଶ୍ରୁତିର ପାହାଡ଼ ଉପରେ ବସାଯାଇଥିବା ସରକାରଙ୍କର ପତନ ଘଟିଲା। ବିଜେପିର ନୂତନ ସରକାର ଗଠନ କଲା। ସେବେଠାରୁ ଶିକ୍ଷକ ମହଲରେ ସୁପ୍ତ ଆଶା ଆକାଂକ୍ଷା ଜାଗ୍ରତ ହୋଇଥିଲା, ନିଶ୍ଚୟ ଦାବି ପୂରଣ ହେବ। ଏଭଳି ସଂଯୋଗ ଯେ ପ୍ରତିଶ୍ରୁତି ଦେଇଥିବା ବିରୋଧୀ ଦଳର ମୁଖ୍ୟ ସଚେତକ ବନିଗଲେ ରାଜ୍ୟର ମୁଖ୍ୟମନ୍ତ୍ରୀ। ଦିନ ପରେ ଦିନ ଗଡ଼ି ଚାଲିଲା। ସରକାର ଦାବି ପୂରଣ ନ କରିବା ଦେଖି ପ୍ରତ୍ୟେକ ଶିକ୍ଷକ ମନରେ ସ୍ୱତଃ ସନ୍ଦେହ ଜାତ ହେଲା କି ପୂର୍ବ ସରକାରଙ୍କ ପରି ବର୍ତ୍ତମାନ ସରକାର ଠକିଦେବେ କି? ସମସ୍ତ କଳ୍ପନା ଜଳ୍ପନାର ଘଟିଛି ଅବସାନ, ପୂରଣ ହୋଇଛି ଦାବି। ନ୍ୟାସନାଲ ଏଜୁକେସନ ପଲିସି 2020 ଆସିଗଲା ପରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଶିଶୁ ବାଟିକା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଦର ବୃଦ୍ଧି, ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଠାରୁ PM ଶ୍ରୀ ସ୍କୁଲ ଯୋଜନା ଲାଗୁ କରିଛନ୍ତି। ଏହାପରେ ନିଷ୍ପତ୍ତି ନିଆଯାଇଛି, ଏଣିକି ପ୍ରାଥମିକ ଶିକ୍ଷକଙ୍କୁ ଠିକା ତଥା ସ୍କିମାଟିକ୍ ଭାବେ ନିଯୁକ୍ତି ଦିଆଯିବ ନାହିଁ, ବରଂ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ। କେବଳ ଏତିକି ନୁହେଁ, 2036 ମସିହା ମଧ୍ୟରେ 44,433 ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତି କରାଯିବ। ଆଗକୁ ଠିକା କିମ୍ବା ସ୍କିମାଟିକ୍ ଭାବେ ନିଯୁକ୍ତି ହୋଇଥିବା ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରାଯିବ। ସେମାନଙ୍କ କାର୍ଯ୍ୟକାଳକୁ ନିଯୁକ୍ତି କାଳରୁ ହିଁ ଗଣତି କରାଯିବ। ଏଥିସହ 35 ଜଣ ଛାତ୍ରଙ୍କ ପାଇଁ ଅତି କମରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ଗତ ଏପ୍ରିଲ 2 ତାରିଖରେ ମିନିଟ୍ ଅଫ୍ ମିଟିଂରେ ବିଭାଗ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି। ବୈଠକରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଯେଉଁ କନିଷ୍ଠ ଶିକ୍ଷକମାନେ ସ୍କିମାଟିକ୍ ଶିକ୍ଷକ ଭାବେ ନିଯୁକ୍ତି ହୋଇଛନ୍ତି ସେମାନଙ୍କୁ ନିୟମିତ କରାଯିବ। ସେମାନଙ୍କ ନିଯୁକ୍ତି ଦିନଠାରୁ ଏହାକୁ ଗ୍ରହଣ କରାଯିବ। ସେହିପରି ଠିକା ବା ସ୍କିମାଟିକ୍ ପିରିୟଡ଼କୁ ସେମାନଙ୍କର ନିୟମିତ ଶିକ୍ଷକ ଭାବେ ଗଣନା କରାଯିବ। ଯେଉଁ ଟିଚରମାନେ 6 ବର୍ଷ କଣ୍ଟ୍ରାକ୍ଚୁଆଲ ପିରିୟଡ଼ରେ ରହିବା ପରେ ରେଗୁଲାର ହୋଇଛନ୍ତି, ତାଙ୍କ ସର୍ଭିସ୍ ପିରିୟଡ଼ରେ ସେହି 6 ବର୍ଷକୁ ଯୋଗ କରାଯିବ, ଯାହାଦ୍ୱାରା ସେମାନଙ୍କର ସିନିୟରିଟି ବଢ଼ିବା ସହିତ ରିଟାୟାରମେଣ୍ଟ ବେନିଫିଟ୍ ମଧ୍ୟ ପାଇପାରିବେ। ସ୍କୁଲ ଆଟ୍ ମାସ୍ ଏଜୁକେସନ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା, ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାପାତ୍ର, ଆଡ଼ିସନାଲ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ, ଲେଟର ନମ୍ବର 21268, ଅଗଷ୍ଟ 2 ତାରିଖରେ SPD ଓସେପା, ଡାଇରେକ୍ଟର ଏଲିମେଣ୍ଟାରୀ ଏଜୁକେସନ ଓଡ଼ିଶା, ଡାଇରେକ୍ଟର ସେକେଣ୍ଡାରୀ ଏଜୁକେସନ ଓଡ଼ିଶାଙ୍କୁ ଜଣାଇଛନ୍ତି କି ପ୍ରାଇମେରୀ ଲେବୁଲରେ ସବୁଦିନ ପାଇଁ ଉଚ୍ଛେଦ ହେବ ଠିକା ନିଯୁକ୍ତି। 2020 ନ୍ୟାସନାଲ ଏଜୁକେସନ ପଲିସି ଲାଗୁ ହେବା ପରେ NEPରେ ଥିବା ନିୟମ କାନୁନକୁ ଡିପାର୍ଟମେଣ୍ଟ କାର୍ଯ୍ୟରେ ପରିଣତ କରିବା ପାଇଁ ଚାଲୁ ରଖିଛି ପ୍ରୟାସ। 2000 ମସିହାରେ ଡିଷ୍ଟ୍ରିକ୍ଟ ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ବା DPEP ଲାଗୁ ହେବା ପରେ ପ୍ରାଇମେରୀ ଲେବୁଲରେ ଟିଚର ଆପଏଣ୍ଟମେଣ୍ଟରେ ନୂତନ ସରକାର ଏକ ନୂତନ ଧାରା ସୃଷ୍ଟି କରିଥିଲେ।
ପ୍ରାଇମେରୀ ଲେବୁଲରେ ସିଧାସଳଖ ନିଯୁକ୍ତି ନ ହୋଇ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ କଣ୍ଟ୍ରାକ୍ଚୁଆଲ ବେସିକ୍ସରେ ଆପଏଣ୍ଟମେଣ୍ଟ କଲେ। ସେତେବେଳେ ରାଜ୍ୟ ସରକାର ଆର୍ଥିକ ସମ୍ବଳ ଦୃଷ୍ଟିରୁ ସ୍ୱଚ୍ଛଳ ନଥିଲା ବୋଲି ଦର୍ଶାଇବା ସହିତ ଚିରାଚରିତ ପ୍ରଥା ହିସାବରେ ପୂର୍ବ ସରକାର ରାଜ୍ୟର ଆର୍ଥିକ ଅବସ୍ଥାକୁ ଦୁର୍ବଳ କରିଦେଇଛି, ତେଣୁ ଆମେ ଠିକା ନିଯୁକ୍ତି ଆରମ୍ଭ କରୁଛୁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଲେ କଣ୍ଟ୍ରାକ୍ଚୁଆଲକୁ ଉଠାଇ ଦିଆଯିବ। 2000-2006 ପର୍ଯ୍ୟନ୍ତ ଏହିପରି ଚାଲୁ ରହିବା ପରେ ଠିକା ତ ଉଚ୍ଛେଦ କରିବା ଦୂର କଥା, 2006 ମସିହାରେ ସ୍ୱେଚ୍ଛାସେବୀର ଷ୍ଟାମ୍ପଟାକୁ କେବଳ ଉଠାଇ ଦେଇ କେବଳ ଶିକ୍ଷା ସହାୟକ ନାଁରେ ସେହି କଣ୍ଟ୍ରାକ୍ଚୁଆଲ ମୋଡ଼ରେ ଚାଲୁ ରଖିଲେ। ଆଗରୁ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ଡିପାର୍ଟମେଣ୍ଟର ପ୍ରତ୍ୟେକ ତତ୍ତ୍ୱାବଧାନରେ ଥିବା ବେଳେ ଶିକ୍ଷା ସହାୟକ ଜିଲ୍ଲା ପରିଷଦ ଅଣ୍ଡରକୁ ନେଇ ଆସିଲେ, ଯେଉଁମାନଙ୍କର 6 ବର୍ଷ ପରେ ରେଗୁଲାର କରାଯାଉଥିଲା। ଆର୍ଥିକ ସମ୍ବଳ ସ୍ୱଚ୍ଛଳ ହୋଇଗଲାଣି। ରାଜ୍ୟ ବର୍ତ୍ତମାନ ଆର୍ଥିକ ଦୃଷ୍ଟିରୁ ଏକ ବଳକା ରାଜ୍ୟରେ କହି ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ବିଭାଗରୁ ଠିକା ପ୍ରଥାକୁ ଉଚ୍ଛେଦ କଲେ। ପୂର୍ବରୁ ଯେଉଁ ଠିକା ହିସାବରେ 6 ବର୍ଷ ବେଠି କଟାଯାଇଥିଲା, ସେହି 6 ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଯୋଗ କରି ଗଣନା କରାଯିବାର ପ୍ରତିଶ୍ରୁତି ମଧ୍ୟ ଦେଲେ ଏବଂ କାର୍ଯ୍ୟକାରୀ ମଧ୍ୟ ହେଲା। ତାଙ୍କର ସେହି ଡିକ୍ଲାର ପରେ ସାରା ରାଜ୍ୟର ସମସ୍ତ ବିଭାଗର କର୍ମଚାରୀ ଖୁସିରେ ଝୁମି ଉଠିଲେ। ଯାହା ହେଉ, 6 ବର୍ଷର ଖଟଣି ବେକାର ନ ଯାଇ 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ମିଳିବ ଓ ମୂଲ୍ୟହୀନ ହେବନି ଏହି 6 ବର୍ଷର ସମୟ। ହେଲେ ସମସ୍ତ ଡିପାର୍ଟମେଣ୍ଟରେ ଲାଗୁ କରାଗଲା ନାହିଁ। ରାଜ୍ୟ ସାରା ସମସ୍ତ ଟିଚର ବୁଝିପାରିଲେନି କ'ଣ ପାଇଁ ଏହାକୁ ପ୍ରାଇମେରୀ ଲେବୁଲରେ ଲାଗୁ କରାଗଲା ନାହିଁ। ବହୁତ ଦାବି ଆନ୍ଦୋଳନ ଚାଲିଲା, ହେଲେ ସରକାର କର୍ଣ୍ଣପାତ କଲେନି। ଘନ ଘନ ବୈଠକ ଡାକି ପ୍ରତ୍ୟେକ ସଂଘକୁ ମିଛ ପ୍ରତିଶ୍ରୁତି ଦେଇ ଚାଲିଲେ। ସେ ସମୟରେ ସରକାର ମିଛର ପାହାଡ଼ ଉପରେ ବସାଇ ଦେଲେ। ଏକ ନୂଆ ସ୍କିମ୍ ଆରମ୍ଭ କଲେ, ସ୍କିମାଟିକ୍। ସେ ସମୟରେ ମଧ୍ୟ ଶିକ୍ଷକ ସଂଗଠନମାନେ ଦାବି କରିଲେ ରେଗୁଲାର ବେସିକ୍ରେ ଆପଏଣ୍ଟମେଣ୍ଟ କରାଯାଉ। ହେଲେ ପ୍ରାଇମେରୀ ଟିଚରଙ୍କ ପାଇଁ ସେ ସମୟରେ ଶୋଇଯାଇଥିଲେ କୁମ୍ଭକର୍ଣ୍ଣ ନିଦ୍ରାରେ। ବର୍ତ୍ତମାନ ତାର ପରିସମାପ୍ତି ଘଟିଛି। ସେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଗତ ବର୍ଷେ ତଳୁ ଓଡ଼ିଶାର ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନର ସରକାର ଠିକା ଭଳି ଏକ କୁତ୍ସିତ ପ୍ରଥାକୁ ମୂଳରୁ ଚୂଳ ଯାଏ ହୃଦୟଙ୍ଗମ କରି ଯେଉଁ ପଦକ୍ଷେପଗୁଡ଼ିକ ନେଉଛନ୍ତି, ସେଗୁଡ଼ିକ ହେଲା ସ୍କିମାଟିକ୍ ବା ଜୁନିୟର ଟିଚର ହିସାବରେ କାର୍ଯ୍ୟ କରୁଥିବା ସମସ୍ତ ଟିଚର ନୋଟିଫିକେସନ ପ୍ରକାଶ ପାଇବା ତାରିଖ ଠାରୁ ରେଗୁଲାର ହେବେ। କଣ୍ଟ୍ରାକ୍ଚୁଆଲ ବା ସ୍କିମାଟିକ୍ ପିରିୟଡ଼କୁ ସର୍ଭିସ ପିରିୟଡ଼ ସହିତ ଯୋଗ କରାଯାଇ ରିଟାୟାରମେଣ୍ଟ ବେନିଫିଟ୍ ପାଇବେ। ପୂର୍ବରୁ ଯେଉଁ ଡିମାଣ୍ଡ କରାଯାଇଥିଲା କି 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ସହିତ 6 ବର୍ଷ ସମୟକୁ ସର୍ଭିସ ପିରିୟଡ଼ରେ ମିଶାଯାଉ, ସେଥିରୁ କେବଳ ଗୋଟିଏକୁ ପୂରଣ କରାଯାଇଛି, ଅର୍ଥାତ୍ 6 ବର୍ଷକୁ ସର୍ଭିସ ପିରିୟଡ଼ ସହିତ ଯୋଗ କରାଯାଇଛି ଏବଂ 6ଟି ନ୍ୟାସନାଲ ଇନକ୍ରିମେଣ୍ଟ ଦେବାର ବ୍ୟବସ୍ଥା କରାଯାଇ ନାହିଁ। ମୂଳ ନିଯୁକ୍ତି ତାରିଖକୁ ହିସାବକୁ ନେଇ ସିନିୟରିଟି ହିସାବ କରାଯିବ। ଜୁନିୟର ଟିଚର ବା ସ୍କିମାଟିକ୍ ଟିଚରମାନଙ୍କୁ ରେଗୁଲାଇଜେସନ କ୍ଷେତ୍ରରେ ଓଡ଼ିଶା ରିଜର୍ଭେସନ ଆକ୍ଟ ବା ORB ଆକ୍ଟ ଲାଗୁ କରାଯିବ। ଫ୍ୟୁଚରରେ ଯେକୌଣସି ଏଲିମେଣ୍ଟାରୀ ଟିଚର ଆଉ କଣ୍ଟ୍ରାକ୍ଚୁଆଲ ହିସାବରେ ଆପଏଣ୍ଟମେଣ୍ଟ ନ ପାଇ ରେଗୁଲାର ମୋଡ଼ରେ ଆପଏଣ୍ଟମେଣ୍ଟ ପାଇବେ। ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ନୂତନ ସରକାର ନିକଟ ଅତୀତରେ 1 ବର୍ଷ ପୂରଣ କରିସାରିଛନ୍ତି। ତେଣୁ ଯଦୁମଣିଙ୍କ ସେହି କବିତା ଏଠାରେ କୁହାଯାଇପାରେ ଯେ, ଛାମୁ ଯାହା ଦେଲେ ହରସେ, ପାଉ ପାଉ ଗଲା ବରଷେ। ହେଉ ପଛେ ବରଷେ, ହେଲେ ସେହି କୁତ୍ସିତ ପ୍ରଥା ସବୁଦିନ ପାଇଁ ଉଠାଇ ଓ ଚାକିରି କରିସାରିଥିବା ଶିକ୍ଷକମାନଙ୍କୁ 6 ବର୍ଷର ସର୍ଭିସ ପିରିୟଡ଼ ପ୍ରଦାନ କରି ଆଜି ନିଜର ମହନୀୟତା ପ୍ରକାଶ କରିସାରିଛନ୍ତି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ନୂତନ ମୁଖ୍ୟମନ୍ତ୍ରୀ।